ସମସ୍ତେ ତ ମରନ୍ତି, ମୁଁ ବି ମରିବି, କିନ୍ତୁ ମୁଁ ଯେବେ ମରିବି ଜହ୍ନରେ ରହିବି ନୂତନ କଳଙ୍କ ହେଇ। ଅକ୍ଷୟ ମହାନ୍ତି ଏକାଧାରରେ ଗୀତିକାର, ସଙ୍ଗୀତକାର, ଗାୟକ, ଲେଖକ, କବି, ନାଟକ, ସିନେମା ନିର୍ଦ୍ଦେଶକ, ଆହୁରି ଅନେକ କିଛି, ଯାହାକୁ ଆମେ ଭଲ ପାଇବାରେ ଖୋକା ଭାଇ ବୋଲି କହୁ। ଅବଶ୍ୟ ଏ କଥାଟା ଓଡ଼ିଶାରେ କହିବା ଦରକାର ନାହିଁ, ସମସ୍ତେ ଜାଣନ୍ତି। କିନ୍ତୁ ଅଣ ଓଡ଼ିଆ ମାନେ ବି ଖୋକା ଭାଇଙ୍କ ଗୀତାମୃତକୁ ପାନ କରି ବିଭୋର ହେବା ସମୟ ହୁଏତ ଆସିଯାଇଛି। ତେଣୁ ଏ ଭୂମିକା ପ୍ରିୟତମା ପ୍ରିୟତମା বিরতি ভাষা বুঝে না পুণি মনর আশা ভাল পায়ে বলে কহিলে মো তাকু কহে সে তা এমা 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 অবুঝা প্রিয়তমা। ଖୋକା ଭାଇଙ୍କ ଗୀତ ସ୍ପେଶାଲି ଭଲ ଲାଗିବାର କାରଣ ହେଲା ସେ ନିଜେ ଲେଖିପାରୁଥିଲେ, ସ୍ୱର କରିପାରୁଥିଲେ, ଆଉ ଗାଇ ବି ପାରୁଥିଲେ। ତାଙ୍କ ଗୀତ ଗୁଡ଼ିକ ପଛରେ ଗୋଟେ ଖାଣ୍ଟି ପ୍ରେମିକ ଥିଲା, ଯିଏ କେବଳ ସେ ଗୀତରେ ରହୁଥିଲା, ସେ ଗୀତରୁ ବାହାରୁଥିଲା, ଆଉ ପୁଣି ସେ ଗୀତରେ ପଶି ଯାଉଥିଲା। ଖୋକା ଭାଇଙ୍କ ଗୀତରେ ଗପ ଆରମ୍ଭ ହୋଇ ସରି ଯାଉଥିଲା, କିନ୍ତୁ କେତେ ଶ୍ରୋତା ସେ ଗୀତରେ ଥିବା ଗପକୁ ନିଜ ଜୀବନରେ ଆଗକୁ ବଢାଉଥିଲେ। ଏମିତି ତାଙ୍କ ପ୍ରତି ଗୀତରୁ ସୃଷ୍ଟି ହେଉଥିଲା ହଜାର ହଜାର କାହାଣୀ, ଆଉ ସେ ବସି ରହୁଥିଲେ ସେ କାହାଣୀମାନଙ୍କର ଏପିସେଣ୍ଟର ହିସାବରେ।